ଚଳିତ ବର୍ଷ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 2,69,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଆକାଶମାର୍ଗରୁ 12ଟି ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 2 ଦିନ ଭିତରେ ସ୍ଥିତି ସୁଧୁରିବ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟାବସ୍ଥାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଓଡ୍ରାଫ୍ଟର 17 ଓ ଅଗ୍ନିଶମ ବିଭାଗର 129 ଟିମ୍ ଯୁଦ୍ଧକାଳୀନ ଭିତରେ କାମ କରୁଛନ୍ତି। ଏହି ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଏସ୍ଆର୍ସି ଉପସ୍ଥିତ ଥିଲେ। ଏବେ ଯାହା ଆପଣ ଚିତ୍ର ଦେଖୁଛନ୍ତି କେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବସି ସ୍ଥିତି କରୁଛନ୍ତି, ବନ୍ୟାଞ୍ଚଳ ଦେଖୁଛନ୍ତି, କେଉଁଭଳି ଭାବରେ କେତେ ସ୍ଥାନରେ ଲୋକ ପ୍ରଭାବିତ ଅଛନ୍ତି ତାହା ମଧ୍ୟ ଆପଣ ଦେଖୁଛନ୍ତି। ଯାହା ମୁଖ୍ୟମନ୍ତ୍ରୀଙ୍କ ସୂଚନା ରହିଥିଲା, ଚଳିତ ବର୍ଷ ବନ୍ୟାରେ 8 ଲକ୍ଷ ଲୋକ ପ୍ରଭାବିତ କରିଛନ୍ତି ଏବଂ ସେଥିମଧ୍ୟରୁ 2,69,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବ୍ୟୁରୋ ରିପୋର୍ଟ, NTV।